ରାଜ୍ୟରେ 600 ଜେଲ୍ ୱାର୍ଡର ପଦବୀ ଖାଲି। ଜେଲ୍ରେ ତୃଣମୂଳ ସ୍ତରର ସୁରକ୍ଷା ଦାୟିତ୍ୱ ୱାର୍ଡରଙ୍କ ହାତରେ। କିନ୍ତୁ ରାଜ୍ୟର ସମସ୍ତ ଜେଲ୍ରେ ଆବଶ୍ୟକ ସଂଖ୍ୟକ ୱାର୍ଡର ଅଭାବ। ରାଜ୍ୟରେ 600ରୁ ଅଧିକ ୱାର୍ଡର ପଦବୀ ଖାଲି ପଡ଼ିଛି। 2 ବର୍ଷ ହେଲା ନିଯୁକ୍ତି ବନ୍ଦ ଥିବାରୁ ଜେଲ୍ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ପରିଲକ୍ଷିତ ହେଉଛି। ଚୌଦ୍ୱାର, ଝାରପଡ଼ା, ବାରିପଦା ଓ ବ୍ରହ୍ମପୁର ଭଳି ସ୍ୱତନ୍ତ୍ର ଜେଲ୍ରେ ମଧ୍ୟ ଅନୁରୂପ ଅବସ୍ଥା। ସମ୍ପ୍ରତି ଅପରାଧ ବଢ଼ି ବଢ଼ି ଚାଲିଛି ଏବଂ ଜେଲ୍ରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ଜେଲ୍ ଜଗିବାକୁ ୱାର୍ଡର ନିଯୁକ୍ତି ହେଉନାହିଁ। ଓଡ଼ିଶାରେ ରହିଛି 87 ଜେଲ୍। ନିୟମାନୁସାରେ ରାଜ୍ୟର ସମସ୍ତ ଜେଲ୍ ପାଇଁ ଆବଶ୍ୟକ 2100 ୱାର୍ଡର, କିନ୍ତୁ ଅଛନ୍ତି 1500। ତେଣୁ 30% ୱାର୍ଡର ପଦବୀ ପୂରଣ ହୋଇପାରିନାହିଁ। 2 ବର୍ଷ ତଳେ 219ଟି ୱାର୍ଡର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ସେତିକି ମଧ୍ୟ ପୂରଣ ହୋଇପାରିନାହିଁ। ଚୌଦ୍ୱାର ଜେଲ୍ ପାଇଁ ଆବଶ୍ୟକ ୱାର୍ଡର ପଦବୀ ସଂଖ୍ୟା 126, କିନ୍ତୁ ଏଠାରେ ଅଛନ୍ତି ମାତ୍ର 100। ବହୁ ବର୍ଷ ହେଲା 26 ପଦବୀ ପୂରଣ କରାଯାଉନାହିଁ। ବ୍ରହ୍ମପୁର ପାଇଁ 85 ପଦବୀ ଦରକାର, 15 ଖାଲି ପଡ଼ିଛି। ବାରିପଦା ପାଇଁ ଆବଶ୍ୟକ 65 ୱାର୍ଡର 15 ପଦବୀ ଫାଙ୍କା। ଭୁବନେଶ୍ୱର, ଝାରପଡ଼ା ଜେଲ୍ ପାଇଁ ଅନୁମୋଦିତ ପଦବୀ ସଂଖ୍ୟା 65, ମାତ୍ର ଅଛନ୍ତି 50। ଏହିସବୁ ଜେଲ୍ରେ କଏଦୀଙ୍କ ସଂଖ୍ୟା କିନ୍ତୁ ନିୟମଠାରୁ ବଳେଇ ଗଲାଣି। ତେଣୁ ୱାର୍ଡର ପଦବୀ ଖାଲି ପଡ଼ିବା କାରଣରୁ କର୍ତ୍ତବ୍ୟରତ କର୍ମଚାରୀଙ୍କ ଉପରେ ଚାପ ବଢ଼ୁଛି। ତେଣୁ ସେମାନଙ୍କଠାରୁ ଆଶାନୁରୂପ କର୍ତ୍ତବ୍ୟ ମିଳିପାରୁନାହିଁ। ଜେଲ୍ ଭିତରେ କଏଦୀ ଓ ଆସାମୀମାନଙ୍କ ସୁରକ୍ଷା, ଶୃଙ୍ଖଳା, ମେଡିକାଲ ଟ୍ରିଟମେଣ୍ଟ ସମ୍ବନ୍ଧୀୟ ସୂଚନା ସଂଗ୍ରହ ଭଳି କାମ ସବୁକୁ ଗ୍ରାଉଣ୍ଡ ଜିରୋରୁ କରନ୍ତି ୱାର୍ଡରମାନେ। ମାତ୍ର ପଦବୀ ପୂରଣ ହେଉନଥିବାରୁ ଏସବୁ ମୌଳିକ କାମ ସୁଚାରୁ ରୂପେ ସମ୍ପାଦିତ ହୋଇପାରୁନାହିଁ। ତେଣୁ ବିଭିନ୍ନ ସମୟରେ ଜେଲ୍ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ କଏଦୀ ଚମ୍ପଟ ମାରିବା ଭଳି ଘଟଣା ଘଟୁଛି। ଏବେ ସମସ୍ତ ସ୍ୱତନ୍ତ୍ର କାରାଗାରରେ କଏଦୀ ସଂଖ୍ୟା ମାତ୍ରାଧିକ ହେଲାଣି। ସେମାନଙ୍କ ଦେଖାଶୁଣା କରିବାକୁ ୱାର୍ଡର ପଦବୀ ବଢ଼ିବା ଜରୁରୀ ହୋଇପଡ଼ିଛି। ମାତ୍ର ବଢ଼ିବା କ'ଣ, ପୂର୍ବରୁ ଅନୁମୋଦିତ ପଦବୀ ପୂରଣ ହୋଇପାରୁନାହିଁ ବୋଲି ବହୁ ଜେଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ୁଛି। ଏନେଇ ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ଜେଲ୍ ଡିଜି ଅମୃତ ମୋହନ ପ୍ରସାଦ କହିଛନ୍ତି ଯେ, ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତି ଚାଲିଛି। ଖୁବ୍ ଶୀଘ୍ର ପଦବୀ ପୂରଣ କରାଯିବ।